ଆଜ୍ଞା ନମସ୍କାର। ଆଜି ଗୋଟିଏ କଥା ମୁଁ ଆପଣମାନଙ୍କୁ କହିବି। ଆପଣ ଓଡ଼ିଶାବାସୀ ନୁହନ୍ତି, ସାରା ଭାରତବାସୀ ଏବଂ ସାରା ବିଶ୍ୱବାସୀଙ୍କ ପାଇଁ ଗୋଟିଏ ଭଲ ଖବର। ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ମୁଁ ଆଦେହରୁ କିଛି ଲାଭବାନ ହେବାକୁ ଚାହୁଁନି, କିନ୍ତୁ ଗୋଟେ ଜିନିଷ ମୁଁ ଆକୁ ଡାଇରେକ୍ଟ ଫେସବୁକ୍ ରେ ଛାଡ଼ିବି। ମୁଁ ଦେବିନି ୟାକୁ ମୋ ୟୁଟ୍ୟୁବରେ ଦେବିନି କି ମୋର ଲାଇକ୍ ସେୟାର ସବସ୍କ୍ରାଇବ୍ ପାଇଁ ଆଶା ଆ ଉପରେ ନାହିଁ, ଆଟଲିଷ୍ଟ ଆ ଉପରେ ନାହିଁ। ଏଇ ଯେଉଁ କିଟି ଆଉ କିମ୍ସ ଆଉ କିସ୍, ଏଇ ଯେଉଁ ତିନୋଟି ସଂସ୍ଥା, ଆର ଯିଏ ଆବାହକ ଡକ୍ଟର ଅଚ୍ୟୁତ ସାମନ୍ତ। ଦେଖନ୍ତୁ, ଆପଣମାନେ ଗୋଟେ ଜିନିଷ ମନେ ରଖିବା ଦରକାର ଯେ ସିଏ ତାଙ୍କ ଜୀବନ କାଳ ଭିତରେ କେତେ ଦୁଃଖ, କେତେ ସୁଖ, କେତେ ଆନନ୍ଦ ସେ କରିଛନ୍ତି। ଆପଣମାନେ ସେ ବିଷୟରେ କିଛି ଜାଣିଛନ୍ତି ତ? ତାଙ୍କ ଖାଦ୍ୟ ବିଷୟରେ କିଛି ଆପଣମାନେ ଜାଣିଛନ୍ତି ତ? ତାଙ୍କ ରହିବା ଶୈଳୀ ବିଷୟରେ କିଛି ଜାଣିଛନ୍ତି ତ? ତାଙ୍କ ପିନ୍ଧିବା ବସନ ଉପରେ କିଛି ଆପଣମାନେ ଜାଣିଛନ୍ତି ତ? ତାଙ୍କର ସୌଖିନ ଉପରେ ଆପଣ କିଛି ଜାଣିଛନ୍ତି ତ? ଆପଣ ଦେଖନ୍ତୁ, ଆଜି ଗୋଟିଏ କଥା କହିବି। ତାଙ୍କ ହାତରେ ଗୋଟିଏ ସୁନାର ମୁଦିଟିଏ ଦେଖିଛନ୍ତି? ସୁନାର ଗୋଟା ମୁଦି। ତାଙ୍କ ବେକରେ ଗୋଟିଏ ସୁନାର ଚେନ୍ଟିଏ ଦେଖିଛନ୍ତି? ସେ ସବୁବେଳେ ଗୋଟେ ନାଲି ଫିତା ପକାନ୍ତି ବେକରେ। ସେଭଳି ବ୍ୟକ୍ତିତ୍ୱର ବ୍ୟକ୍ତିକୁ ଆଜି ଓଡ଼ିଶାରେ ଯେଉଁମାନେ ଅପମାନିତ କରୁଛନ୍ତି, ଅପବାଦ ଦେଉଛନ୍ତି, ତାଙ୍କୁ ମୁଁ ଗୋଟିଏ କଥା କହିବି। ଯାହାର ଜମି ନେଇଛନ୍ତି ତାଙ୍କୁ ସେ ପଇସା କିଛି ଅର୍ଥ ଦେଇଛନ୍ତି, ଜମି ନେଇଛନ୍ତି, ରେଜିଷ୍ଟ୍ରି କରିଛନ୍ତି। ସରକାରଙ୍କ ଜମିକୁ ଯେବେ ସିଏ ମାଡ଼ି ବସିଥାନ୍ତି, ଗୋଟେ କ'ଣ ଧର୍ତ୍ତବ୍ୟ ଅପରାଧ? ଆପଣମାନେ ସରକାର ଜମିରେ କରିକି ଘର ସବୁ ଭଡ଼ା ନେଉଛନ୍ତି, ଲାଭବାନ ହେଉଛନ୍ତି, ଆଉ ସରକାର ଜମିରେ ସବୁ ଅଟ୍ଟାଳିକା ବନେଇଛନ୍ତି। ସିଏ କ'ଣ ସେ ଜିନିଷ କରିଛନ୍ତି କି? ମୁଁ ଆପଣମାନଙ୍କୁ ଗୋଟିଏ କଥା ପଚାରୁଛି। କିଛି ବ୍ୟକ୍ତିମାନେ କହୁଛନ୍ତି ସେ ବାହାରୁ ଟଙ୍କା ଆଣୁଛନ୍ତି। ଆପଣ ଯାଉନାହାନ୍ତି। ଆପଣମାନେ କେତୋଟି ବାହାରୁ ଟଙ୍କା ଆଣିକି ଏମିତିକା ସଂସ୍ଥା କରିଛନ୍ତି? ଆମ ଓଡ଼ିଶା ସରକାର ଯେତେ ସ୍ୱାଧୀନତା ପରଠାରୁ ଯେତେ ସରକାର ଗଲେଣି, ସେ ଏମିତିକା ସଂସ୍ଥାଟିଏ କରିକି କେତେ ଲୋକଙ୍କର ଜୀବିକା ନିର୍ବାହ କରିବା ପାଇଁ ତାଙ୍କୁ ସବୁ ଚାକିରି ବାକିରି ଦେଇଛନ୍ତି। ଆଉ ଅଚ୍ୟୁତ ସାମନ୍ତ ସାର୍ ଏମିତି ଜଣିଏ ଭଦ୍ର ବ୍ୟକ୍ତି, ଯେଉଁଟାକି ସେ ନିଜେ ଶୁଅନ୍ତି କେଉଁଠି ଆପଣ ଦେଖିଛନ୍ତି? ବସନ୍ତି କେଉଁଠି ଦେଖିଛନ୍ତି? ଆପଣ କେଉଁ ଗାଡ଼ିରେ ସେ ଯାଉଛନ୍ତି ଦେଖିଛନ୍ତି? ଗାଡ଼ି ଚଢ଼ିକି ବୁଲିବାର ଦେଖିଛନ୍ତି? ସେ ଜଣେ ସାଧାରଣ ବ୍ୟକ୍ତି ଭଳିଆ ସବୁବେଳେ ରାସ୍ତାଘାଟରେ ସେ ବୁଲନ୍ତି। କିନ୍ତୁ ସେ ଗୋଟିଏ କରିତ୍କର୍ମା ବ୍ୟକ୍ତି ଏବଂ ହେଉଛନ୍ତି ଭଗବାନଙ୍କର ଆଦର୍ଶ ପ୍ରେମୀ ବ୍ୟକ୍ତି ଜଣେ। କିନ୍ତୁ ଆପଣମାନେ ସେ ଓଡ଼ିଶାରେ ଜନ୍ମ ହେବାରେ ନଥିଲା। ଆପଣମାନେ ତାଙ୍କୁ ସବୁ ଅପବ୍ୟବହାର ତାଙ୍କ ପ୍ରତି ଆପଣମାନେ କରୁଛନ୍ତି, ତାଙ୍କୁ ବଦନାମ କରୁଛନ୍ତି। ଦେଖୁଛନ୍ତି ଭାରତବର୍ଷର ଯେଉଁ ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତିମାନେ ଆସୁଛନ୍ତି, ଯିଏ ରାଷ୍ଟ୍ରପତି ହୁଅନ୍ତୁ, ପ୍ରଧାନମନ୍ତ୍ରୀ ହୁଅନ୍ତୁ, ବା ରାଜନୈତିକର ବ୍ୟକ୍ତିମାନେ ହୁଅନ୍ତୁ, କି ଯେକୌଣସି ସ୍ରଷ୍ଟା ବ୍ୟକ୍ତିମାନେ ହୁଅନ୍ତୁ, ସେମାନେ ଆସିକି କିଟ୍କୁ ବହୁତ ଅଶେଷ 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 ଧନ୍ୟବାଦ ଦେଉଛନ୍ତି। ଆପଣ ଗୋଟିଏ ସଂସ୍ଥା ସେମିତିକା କରିପାରିବେ? କୁହନ୍ତୁ, ପ୍ରଥମ କଥା। ତାପରେ ଆଉ ଗୋଟିଏ ଦ୍ୱିତୀୟ କଥା ହେଉଛି ଯେ ଆପଣମାନେ ଆପଣଙ୍କ ଘରର 6 ଜଣ ବ୍ୟକ୍ତିଙ୍କୁ 5 ଜଣ ବ୍ୟକ୍ତିଙ୍କୁ ଖାଇବାକୁ ଆପଣ ଦେଇପାରୁନି। ଯେଉଁ ପ୍ରକାର ଦିଅନ୍ତୁ, ଆପଣ ଚୋରି କରନ୍ତୁ, କାମ କରନ୍ତୁ, ଦରମା ପାଆନ୍ତୁ, ଯେମିତି କରନ୍ତୁ, ଆପଣ ଆପଣଙ୍କର 6 ଜଣ ବ୍ୟକ୍ତିଙ୍କୁ ଖାଇବାକୁ ଦେଇପାରୁଛନ୍ତି। ଅଧା ବାପା ମାଆଙ୍କୁ ଆପଣମାନେ ଆଣିକି ନେଇକି ସବୁ ଛାଡ଼ି ଦେଇ ଆସୁଛନ୍ତି। ବଡ଼ ବଡ଼ ଘରେ ସବୁ ଏସବୁ ଜିନିଷ ଘଟୁଛି, ଆମେ ଦେଖୁଛୁ, ଶୁଣୁଛୁ, ଆଉ ମିଡ଼ିଆ ମାଧ୍ୟମରେ ମଧ୍ୟ ଶୁଣୁଛୁ। କିନ୍ତୁ ଦେଖନ୍ତୁ, ଓଡ଼ିଶାବାସୀଙ୍କୁ ମୁଁ ଗୋଟିଏ ଅନୁରୋଧ କରୁଛି, ଆପଣମାନଙ୍କୁ ଆକୁ ହ୍ୱାଟ୍ସଆପ୍ରେ ଦେଉଛି, ୟୁଟ୍ୟୁବ୍ରେ ଦେଉଛି ଏବଂ ଆପଣଙ୍କୁ ମଧ୍ୟ ଫେସବୁକ୍ରେ ଦେଉଛି। ଆପଣମାନେ ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ୟାକୁ ବହୁ ମାତ୍ରାରେ। କ'ଣ କଥାଟିକୁ ମୁଁ ଭୁଲ କହୁଛି? ତେଣୁ ଗୋଟେ ସଂସ୍ଥା, ବଡ଼ ସଂସ୍ଥାଟେ ହେଲେ
ତା ଭିତରେ ଯେବେ ଗୋଟେ କୌଣସି ଅଘଟନ ଘଟିଯାଏ ତା ପାଇଁ କ'ଣ ମାଲିକ ଦାୟୀ? ମାଲିକ ବନ୍ଧା ହେବ, ମାଲିକକୁ ବାନ୍ଧିବେ। ଆପଣମାନଙ୍କର ସବୁ ବିଚାର ଏଇଭଳି। ଆପଣ ଜାଣିଛନ୍ତି, ଗୋଟେ ଛୋଟିଆ କଥା କହିବି। ଆମର ଦିଲ୍ଲୀର 2 ଜଣ ଯେତେବେଳେ, ସାରଙ୍କର କିନ୍ତୁ ରାଜନୀତି କରିବାରେ ନଥିଲା, ରାଜନୈତିକରେ ଯେଉଁ ପଶିଗଲେ, ସେଥିପାଇଁ ଆଜି ଆପଣମାନେ ସବୁ ଏଇସବୁ ବଦନାମର ମାନେ ପେଡ଼ିଗୁଡ଼ିକୁ ତାଙ୍କ ଉପରେ ଆପଣ ଲଦି ଦେଉଛନ୍ତି। ସେ ଜଣେ ହେଉଛନ୍ତି ସ୍ରଷ୍ଟା ପୁରୁଷ, ଆଉ ସୃଷ୍ଟିକର୍ତ୍ତା ପୁରୁଷ, ପୁଣି ଆଉ କର୍ମୀ ପୁରୁଷ, ପୁଣି ତାଙ୍କ ଦେହରେ କିଛି ଭଗବାନ ସଦୃଶ ଜ୍ଞାନ ଅଛି। ତେଣୁ କରିକି ସିଏ ଆଜି ମାନେ ଇଏ ଖାଲି କିଟ୍ କିମ୍ସ କିସ୍ ନୁହଁ, ଓଡ଼ିଶାର ନାଁକୁ ନେଇକି ସାରା ବିଶ୍ୱ ବର୍ଷରେ ସିଏ ପହଞ୍ଚି ସାରିଲେଣି। ତାଙ୍କ ପାଖରେ ଜଣେ, ମୁଁ କହୁଛି, ପ୍ରଧାନମନ୍ତ୍ରୀ ବି ବଡ଼ ନୁହନ୍ତି, ତାଙ୍କ ପାଖରେ ଜଣେ ରାଷ୍ଟ୍ରପତି ମଧ୍ୟ ବଡ଼ ନୁହନ୍ତି, ଆଉ ତାଙ୍କ ପାଖରେ ଜଣେ ମାନେ ସେ ଦେଶର ବଡ଼ ହେଇପାରିଥାନ୍ତି, କିନ୍ତୁ ଇଏ ହେଉଛନ୍ତି ମାନେ ବିଶ୍ୱର ଅଧିକାରୀ ଇଏ ହେଇକି ଅଛନ୍ତି। କିଟ୍ କିମ୍ସ କିସ୍। ବାବୁ, ଓଡ଼ିଶାକୁ କେହି ଚିହ୍ନିଛନ୍ତି? କିନ୍ତୁ ଆଜି କିଟ୍ ଲାଗି ଚିହ୍ନୁଛନ୍ତି। କିସ୍ କି କେହି ଚିହ୍ନ ମାନେ ମାନେ ଓଡ଼ିଶାକୁ ମାନେ ଭାରତକୁ କେହି ଚିହ୍ନିଛନ୍ତି? କିସ୍ କିମ୍ସ କିସ୍ ଲାଗି ଚିହ୍ନୁଛନ୍ତି। କାରଣ ସେ ଗୋଟେ ଏମିତି ଗୋଟେ ସଂସ୍ଥା କରିଦେଇଛନ୍ତି, ଯେଉଁ ସଂସ୍ଥାଟା କି ଆଜି ଆପଣମାନଙ୍କ ପାଇଁ ମାନେ ସବୁ ଆପଣମାନେ ସବୁ କହୁଛନ୍ତି। କେମିତି ଆପଣଙ୍କୁ ନିଜ ମୁହଁରେ ଏଇସବୁ ଜିନିଷ କହିବାକୁ ଟିକେ ଖରାପ ଆସିବା ଦରକାର। କାରଣ ମାନେ ସମସ୍ତେ ଚାହାନ୍ତି, ରାଜନୈତିକ ବ୍ୟକ୍ତି ସେ ଯେଉଁ ହେଇଗଲେ ମଝିରେ, ସେଇଟା ହିଁ ତାଙ୍କୁ ଟିକେ ଭୁଲ ପଡ଼ିଗଲା। ନହେଲେ ସେ ଜଣେ ମାର୍ଗଦର୍ଶକ ବ୍ୟକ୍ତି, ଓଡ଼ିଶାକୁ କେମିତି ଆଗକୁ ନେଇଯିବ। ତାଙ୍କର ଯେଉଁ ଭଉଣୀ ଜଣେ ଅଛନ୍ତି, ମୁଁ କହୁଛି ମାନେ ଇତିରାଣୀ ସାମନ୍ତ, ସେ ମଧ୍ୟ ଅତି ବଢ଼ିଆ ମାନେ ସିଏ ବି ବହୁତ କଷ୍ଟ ସହିଛନ୍ତି। ବାପା ମାଆଙ୍କୁ ହରେଇ ସାରିଲା ପରେ ପିଲାବେଳରୁ ଏଇ ଯେଉଁ ପିଲାମାନେ ଆଜି ଆସିକି ଏତିକି ବାଟରେ ପହଞ୍ଚିଛନ୍ତି, ତାଙ୍କ ପାଇଁ ଆପଣଙ୍କୁ ନିଜକୁ ଟିକେ ମାନେ ଖୁସି ଲାଗିବା ଦରକାର। ଆପଣ ତାଙ୍କୁ କେଉଁ ପ୍ରକାର, ସେ ସମସ୍ତେ ତ କହିବେ ନାହିଁ, ଯେଉଁମାନେ ଅତ୍ୟଧିକ ମାନେ ଲୋଭୀ ଆଉ ମାନେ ଅସହ୍ୟ ବ୍ୟକ୍ତି, ସେଇମାନେ ଏଇସବୁ ଜିନିଷକୁ କହିବେ। ଆଉ ଭଲ ଲୋକ କେବେ କହିବେନି। ଅଚ୍ୟୁତ ସାମନ୍ତଙ୍କୁ ଆଉ ଇତିରାଣୀ ମାନେ ଶ୍ରୀ ସାମନ୍ତଙ୍କୁ ଭଲ ଲୋକ କେହି କହିବେନି। କାରଣ ଭଲ ଲୋକ ଜାଣିଛନ୍ତି ସେ ଭଲ କାମ କରୁଛନ୍ତି, ଓଡ଼ିଶାର ନାଁକୁ ନେଇକି ବିଶ୍ୱ ଦରବାରରେ ପହଞ୍ଚଉଛନ୍ତି। ଆପଣ ଯେଉଁ ଅମିତାଭ ବଚ୍ଚନଙ୍କର ଯେଉଁ ହେଉଥିଲା କୌନ ବନେଗା କରୋଡ଼ପତି, ତା ଦେହରେ ଭାଇ ଭଉଣୀ ନିଜେ ବସିଥିଲେ, ସେ କ'ଣ କହିଲେ, ତା ଦେହରୁ କିଛି ଆପଣ ଓଡ଼ିଶାବାସୀ, ଭାରତବାସୀ ଯେଉଁମାନେ ୟାକୁ ସବୁ ମାନେ ଅପୋଜ କରୁଛନ୍ତି, ସେମାନେ କିଛି ଶିକ୍ଷା ପାଇଲେନି। ତେଣୁ ଆଜି ସେଇଭଳି ବ୍ୟକ୍ତିତ୍ୱଙ୍କୁ ଆପଣମାନେ ଯେଉଁମାନେ କହୁଛନ୍ତି, ତା ଭିତରୁ ସଦାସର୍ବଦା ନିବୃତ୍ତ ରୁହନ୍ତୁ। ନହେଲେ ଆପଣଙ୍କ ଜୀବନ ସୁଖମୟ ଜମା ନୁହଁ। କାରଣ ଭଗବାନ ଆପଣଙ୍କୁ ଦଣ୍ଡ ଦେବେ। ସାରଙ୍କ ଖାଇବା ବିଷୟରେ ଜାଣିଛନ୍ତି? 2 ପଟ ରୁଟି ଆଉ ଟିକିଏ ଭାତ, ଟିକିଏ ଡାଲମା ଖାଆନ୍ତି ଜୀବନରେ। ସେ ଆମିଷ, ତମେ ତ ମାନେ କ'ଣ କ'ଣ ଖାଉଛ ତାର ହିସାବ ନାହିଁ। କୁକୁଡ଼ାଠୁ, ଖାସିଠୁ, ଛେଳିଠୁ ଆରମ୍ଭ କରି କ'ଣ ସବୁ ଉଡ଼େଇ ଦେଉଛ। ସାର୍ ଖାଆନ୍ତି? ଶୁଣିଛନ୍ତି? ଦେଖେଇଦେବେ, କେଉଁଠି ଗୋଟେ ଦେଖେଇଦେବେ। ଆଉ ଆପଣ ଦେଖନ୍ତୁ, ସେ ଯେଉଁ ଗରିବ ପିଲାଙ୍କୁ ଆଣିକି ମଣିଷ କରୁଛନ୍ତି, ଯେଉଁଠୁ ପଇସା ଆଣନ୍ତୁ, ତମେ ଦେଉଛ କି? ତମେ ଦେଉଛ କି ତମ ପାଣ୍ଠିରୁ? ତମେ ଓଲଟା ନେଉଛ ତାଙ୍କଠୁ ଟାଣିକି। ଆମେ ରାଜନୈତିକ ବ୍ୟକ୍ତି, ଆମକୁ ଏଇଟା କରିବୁ ଦିଅ, ସେଇଟା କରିବୁ ଦିଅ। ତମେ ଦେଇଛ କେଉଁଠି କିସ୍ କି କିମ୍ସ କି କିଟ୍ କି କେତେ ଟଙ୍କା ଦାନ କରିଛ? ଆରେ ବାବୁ, ତାଙ୍କର ସେ କାଢ଼ୁଆମୀପଣ ଅଛି ବୋଲି, ତାଙ୍କର ସେଇ ଧୈର୍ଯ୍ୟତା ଶକ୍ତି ଅଛି ବୋଲି ସେ ଆଜି ବାହାରୁ ଆଣିପାରୁଛନ୍ତି ପଇସା। ଯେଉଁ ମାନେ ଟ୍ରେଡ଼ରେ ଆଣନ୍ତୁ, ଆଣିପାରୁଛନ୍ତି। ଆପଣମାନେ ପାଇଁ ଏଠି ଗାଁରେ ମାଗିଲେ ଆପଣ କିଏ ଟଙ୍କାଟେ ଦେବେନି, ତାହେଲେ ତାଙ୍କୁ କାହିଁକି ସେ ଦେଇ ଦେଉଛନ୍ତି କି? ସେ 100 କୋଟି ହଉ, 500 କୋଟି ହଉ, 5000 କୋଟି ହଉ, କାହିଁକି ଦେଇ ଦେଉଛନ୍ତି? ତେଣୁ ସେଭଳି ବ୍ୟକ୍ତିତ୍ୱଙ୍କୁ ଆପଣମାନେ ଓଡ଼ିଶାରେ କେବେ ବି ତଳକୁ ପକାନ୍ତୁ ନାହିଁ। କାରଣ ଭଗବାନ ଆପଣଙ୍କୁ ସହ୍ୟ ହେବନି। ଆପଣ ସେଇ ଯେଉଁ କିଟ୍ କିମ୍ସ କିସ୍ରେ କହୁଛନ୍ତି, ଯେଉଁ ମେଡ଼ିକାଲ ଅଛି, ସିଏ ଚାହିଁଲେ ଆପଣ ବଞ୍ଚିବେ, ନହେଲେ ସଂସାରରୁ ଆପଣ ବିଦାୟ ନେଇଯିବେ। କାହିଁକି ଏଭଳି ଅଚ୍ୟୁତ ସାମନ୍ତଙ୍କ ପରି ବ୍ୟକ୍ତିଙ୍କୁ ଆପଣମାନେ ଅପବାଦ ଦେଉଛନ୍ତି? ଜମା ଅପବାଦ ଦିଅନ୍ତୁନି, କାରଣ ଭଗବାନ ସହିବେ ନାହିଁ। ସିଏ ହେଉଛନ୍ତି କଳିଯୁଗର ଗୋଟେ ମାନେ ସାଧନା ପୁରୁଷ। ଆପଣ ଜାଣିଥିବେ ନ ଜାଣିଥିବେ ମୁଁ ଜାଣିନି, ଦିଲ୍ଲୀରୁ 2 ଜଣ ଡକ୍ଟର ତାଙ୍କୁ 3 ଥର ଫେରିଲା ପରେ 4ର୍ଥ ଥରେ ସେ ଦେଖା କଲେ। ସାର୍ ପଚାରିଲେ, କହିଲେ, ଆରେ କ'ଣ ପାଇଁ ତୁମେ ଆସିଛ, କ'ଣ ତୁମର କାମ ଅଛି କୁହ ମୋତେ, ମୁଁ ଅଚ୍ୟୁତ ସାମନ୍ତ।
ନାଇଁ ସାର୍ କିଛି କାମ ନାହିଁ। ସେ ପୁଣି ତ ଡକ୍ଟର ନା ଦିଲ୍ଲୀର, କିନ୍ତୁ ସେ କହିଲେ ସାର୍ ଖାଲି ଆପଣଙ୍କୁ ଆମେ ଟିକେ ଦର୍ଶନ କରିବାକୁ ଆସିଥିଲୁ। କିଛି ଶିକ୍ଷା ତା ଦେହରୁ ଆପଣମାନେ ପାଉନାହାନ୍ତି। ଅଚ୍ୟୁତ ସାମନ୍ତ ମାନେ କେଉଁ ବଡ଼ିଗାର୍ଡ଼ ନେଇକି ବୁଲନ୍ତି, ତାକୁ ବି ଦେଖିପାରୁନାହାନ୍ତି। ଆଉ ଅଚ୍ୟୁତ ସାମନ୍ତ କେତେ ଗରିବଙ୍କୁ ସାହାଯ୍ୟ କରିଛନ୍ତି ତାକୁ କିଛି ଦେଖିପାରୁନାହାନ୍ତି। ଏ ଅଚ୍ୟୁତ ସାମନ୍ତ କେଉଁ ଚା ବାଲାଠୁ ଆରମ୍ଭ କରିକି ପାନ ଦୋକାନଠୁ ଆରମ୍ଭ କରିକି ମାନେ ରୋଗୀଙ୍କଠୁ ଆରମ୍ଭ କରିକି ଯୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ସାହାଯ୍ୟ କରନ୍ତି, ସାହାଯ୍ୟର ହାତ ବଢ଼େଇ ଦିଅନ୍ତି। ଆଉ ତାଙ୍କ ବିରୁଦ୍ଧରେ ଆପଣମାନଙ୍କୁ କହିବାକୁ ନିଜକୁ ସବୁ ଶରମ ଆସିବା ଦରକାର, ଲଜ୍ଜାବୋଧ ହେବା ଦରକାର। ଆଉ ଓଡ଼ିଶାରେ ସେ ଜନ୍ମ ନେଇଛନ୍ତି ବୋଲି ଆଜି ସେ ଏମିତି ଭାବରେ କଥକ କଥନୀୟ ଆପଣମାନଙ୍କଠୁ ଶୁଣୁଛନ୍ତି। ଆଉ ସିଏ ଯେବେ ଅନ୍ୟ ରାଜ୍ୟରେ ଜନ୍ମ ନେଇଥାନ୍ତେ ନା, ସେ ଭାରତର ପ୍ରଧାନମନ୍ତ୍ରୀ ହେଇଥାନ୍ତେ, ନହେଲେ ରାଷ୍ଟ୍ରପତି ହେଇଥାନ୍ତେ, ନହେଲେ ଗୋଟେ ବଡ଼ ଉଚ୍ଚ ପଦବୀର ଲୋକ ବ୍ୟକ୍ତି ହେଇକି ଥାନ୍ତେ, ମାନେ ସମାଜସେବୀ ହିସାବରେ। ଆଉ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆପଣ ନୋବେଲ ପୁରସ୍କାର ଓଡ଼ିଶାର ବାସୀ ଆପଣ କହିପାରୁନାହାନ୍ତି ତାଙ୍କୁ ନୋବେଲ ପୁରସ୍କାର ଦିଆଯାଉ। ତାଙ୍କୁ ମାନେ ରାଜ୍ୟର ସର୍ବୋଚ୍ଚ ଶ୍ରେଷ୍ଠ ପୁରସ୍କାର ଦିଆଯାଉ ବୋଲି କହିପାରୁନାହାନ୍ତି। ଖାଲି ମୋ ଜମି ନେଇଗଲା, ମୋତେ ଖାଇଗଲା, ସେ ପିଲା ମାରି ପକାଇଲା, ସେ ଅମୁକେଇ କରିଦିଅ, ତାକୁ ବାନ୍ଧି ପକାଅ। ଛି 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 ଛି। ଧନ୍ୟ ଉତ୍କଳ, ଧନ୍ୟ ଓଡ଼ିଶା, ଧନ୍ୟ ତୁମେ ଦେଶବାସୀ। ଓଡ଼ିଶାରେ ଯେବେ ବୃନ୍ଦାବନ କାଶୀ, ତାହେଲେ ସେ ହେଉଛନ୍ତି ଅଚ୍ୟୁତ ସାମନ୍ତ ରାଶି। ସିଏ ହେଉଛି କିସ୍, କିଟ୍ ଆଉ କିମ୍ସ। ତାକୁ ସଦା ସର୍ବଦା ସମ୍ମାନ ଦିଅ। ବିଶ୍ୱ ସମ୍ମାନ ଦେଉଛି। ବିଶ୍ୱଠୁ କ'ଣ ତୁମେ ଓଡ଼ିଶାବାସୀ ଉପରେ? ଛି। ଯେବେ ଭୁଲ କଥା କହୁଥାଅ ତାହେଲେ ଗୋବର ପାଣିରେ ସମସ୍ତେ ମୁହଁ ଧୁଅ। ଅଚ୍ୟୁତ ସାମନ୍ତଙ୍କୁ ଏମିତି କୁହନି। ସେ ଜଣେ ହେଉଛନ୍ତି ବିଜ୍ଞ ପୁରୁଷ ଆଉ ଯୋଗ୍ୟ ପୁରୁଷ ଓଡ଼ିଶା ପାଇଁ। ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। କିନ୍ତୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣମାନେ ବହୁମାତ୍ରାରେ କରନ୍ତୁ। ଯେବେ ପ୍ରକୃତ ଅଚ୍ୟୁତ ସାମନ୍ତଙ୍କୁ ଆପଣମାନେ ଭଲ ପାଉଥାନ୍ତି, ମୁଁ ଆକୁ ଫେସବୁକ୍ ମାଧ୍ୟମରେ ଦେଉଛି, ଦେଖିବି କେତେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣ କରୁଛନ୍ତି ଜଣେ ବ୍ୟକ୍ତି ବିଶେଷଙ୍କ ଉପରେ। ଜୟ ଜଗନ୍ନାଥ।